ଆପଣଙ୍କର ଯଦି ବିଛା ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ବିଛା ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ନୂତନ ବର୍ଷ 2026ରେ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ପରିବର୍ତ୍ତନ ହେବାକୁ ଯାଉଅଛି ଏବଂ ଆପଣଙ୍କ ଜୀବନରେ ଯେଉଁ ସବୁ ବାଧାବିଘ୍ନ ଆସୁଥିଲା ତାହା ମଧ୍ୟ ଦୂର ହେବାକୁ ଯାଉଅଛି। ତେଣୁ ଆପଣ ଯଦି ବିଛା ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚିନ୍ତ କରନ୍ତୁ। ତା ସହିତ କମେଣ୍ଟରେ ଜୟ ମହାଦେବ, ଜୟ ଶନିଦେବ ନିଶ୍ଚୟ ଲେଖନ୍ତୁ। ଦେଖନ୍ତୁ, ପ୍ରଥମତଃ ବିଛା ରାଶିର ଅଧିପତି ହେଉଛନ୍ତି ମଙ୍ଗଳ ମହାଗ୍ରହ, ଯାହାକି ଆପଣଙ୍କର ଦ୍ୱାଦଶ ଘରୁ ଏବେ ଷଷ୍ଠ ଘରେ ବିରାଜମାନ କରିଛନ୍ତି। ମାନେ 6 ଘର ଦୂରେଇ ଆପଣଙ୍କର ଷଷ୍ଠ ଭାଗରେ ବିରାଜମାନ କରିଛନ୍ତି ଏବଂ ଆପଣଙ୍କର ଗୁରୁ ଭାବରେ ମଙ୍ଗଳ ମହାଗ୍ରହ ରହିଛନ୍ତି, ଯାହାକି ଆପଣଙ୍କ ପାଇଁ ବହୁତ ମାତ୍ରାରେ ଶୁଭ ହୋଇଥାଏ ଏବଂ ଆପଣଙ୍କର କର୍ମ ଅନୁଯାୟୀ ମଧ୍ୟ ଫଳ ଦେଇଥାନ୍ତି। ପ୍ରାୟତଃ ମଙ୍ଗଳ ମହାଗ୍ରହ ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ଆପଣଙ୍କର କ୍ୟାରିୟର ଉପରେ ବହୁତ ମାତ୍ରାରେ ଧ୍ୟାନ ଦେଇଥାନ୍ତି। ଆପଣଙ୍କର କ୍ୟାରିୟର ଉପରେ ଖାସ୍ କରି ଆପଣ କୌଣସି ଚାକିରି ପାଇଁ ଯଦି ପ୍ରିପାରେସନ୍ କରୁଥାନ୍ତି କିମ୍ବା ଆପଣ କୌଣସି ଚାକିରିରେ ଅଛନ୍ତି, ତେବେ ଦେଖିବେ ଆପଣଙ୍କ ପ୍ରମୋସନ୍ ହୋଇପାରେ କିମ୍ବା ଯଦି ଆପଣ ଚାକିରି ପାଇଁ ତିଆରି ହେଉଛନ୍ତି ବା ପ୍ରିପାରେସନ୍ ହେଉଛନ୍ତି, ଦେଖିବେ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଏକ ଚାକିରିଟିଏ ନିଶ୍ଚିତ ଭାବରେ ମିଳିବ। ଏବଂ ଆପଣଙ୍କର ଯଦି ବିଜନେସ୍ କ୍ଷେତ୍ରରେ ଆପଣ କୌଣସି ବିଜନେସ୍ କରିଥାନ୍ତି, ତେବେ ବିଜନେସ୍ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଉନ୍ନତି ମିଳିବ। ଖାସ୍ କରି ବିଛା ରାଶିର ବ୍ୟକ୍ତିବିଶେଷମାନଙ୍କର ଯେତେବେଳେ ଆପଣଙ୍କର ଶନି ଆପଣଙ୍କର ସପ୍ତମ ଭାଗକୁ ଆସିବେ, ସେତେବେଳେ ଆପଣଙ୍କର ଚାକିରି କ୍ଷେତ୍ରରେ ବହୁତ ମାତ୍ରାରେ ଉନ୍ନତି ଆସିବ। ଶନି ଏବେ ଆପଣଙ୍କର ନବମ ଘରେ ଅଛନ୍ତି, ଯାହା ଜୁନ୍ 2 ତାରିଖ ବେଳକୁ ଆପଣଙ୍କର ସପ୍ତମ ଘରକୁ ବିରାଜମାନ କରିଯିବେ। ଫଳରେ ଆପଣଙ୍କ ଉପରେ ଶନିଙ୍କର ବହୁତ ମାତ୍ରାରେ ପ୍ରଭାବ ପଡ଼ିବ। ଶନି ଆପଣଙ୍କ ଉପରେ ବହୁତ ମାତ୍ରାରେ ଦୃଷ୍ଟି ମଧ୍ୟ ପକାଇବେ। ଫଳରେ ଶନିଙ୍କର ଦୃଷ୍ଟି ଫଳରେ ଆପଣ ଆପଣଙ୍କର କର୍ମ ଅନୁଯାୟୀ ଫଳ ପ୍ରାପ୍ତ କରିବେ। ତେଣୁ ଆପଣ ଯେତେ ମାତ୍ରାରେ ପାରୁଛନ୍ତି ଭଲ କର୍ମ କରିଚାଲନ୍ତୁ ଏବଂ ଭଲ କର୍ମ କରିଚାଲିବା ଦ୍ୱାରା ଭଲ ଫଳ ମଧ୍ୟ ନିଶ୍ଚିନ୍ତ ଭାବରେ ପ୍ରାପ୍ତ କରିବେ। ତେଣୁ ଆପଣଙ୍କୁ ଅନୁରୋଧ, ଆପଣ କୌଣସି ଏହି ନୂତନ 2026 ବର୍ଷ ଆରମ୍ଭ ହେବା ପୂର୍ବରୁ ଆପଣ ଯେତିକି ପାରୁଛନ୍ତି, ଆପଣଙ୍କ ଦ୍ୱାରା ଯେତିକି ମାତ୍ରାରେ ସମ୍ଭବ ହେଉଛି ଅର୍ଥ ଦାନ କରନ୍ତୁ, ବସ୍ତ୍ର ଦାନ କରିପାରନ୍ତୁ, ଖାଦ୍ୟ ଦାନ କରିପାରନ୍ତୁ, ଆପଣଙ୍କ ଦ୍ୱାରା ଯେମିତି ସମ୍ଭବ ହୋଇପାରୁଛି। ଏବେ ଦେଖିବା, ଯଦି ଆପଣଙ୍କର ଦେବଗୁରୁ ବୃହସ୍ପତି ଆପଣଙ୍କର ଅଷ୍ଟମ ଘରେ ବିରାଜମାନ କରିବେ। ଫଳରେ ଦେବଗୁରୁ ବୃହସ୍ପତି ଆପଣଙ୍କର ଅଷ୍ଟମ ଘରେ ବିରାଜମାନ କରିବା ଫଳରେ ଆପଣ କୌଣସି ନୂତନ ଗୃହ ନିର୍ମାଣ କରିପାରନ୍ତି। ତା ସହିତ ଆପଣଙ୍କୁ ପୈତୃକ ସମ୍ପତ୍ତିର ପ୍ରାପ୍ତ ହେବାର ମଧ୍ୟ ସୁଯୋଗ ରହିଅଛି। ଆପଣଙ୍କର କୌଣସି ଜମିକୁ ନେଇ ଘରେ ଯଦି ବାଦ ବିବାଦ ସୃଷ୍ଟି ହୋଇଥାଏ କିମ୍ବା କୌଣସି ଭୂମି କିମ୍ବା କୌଣସି ଘରକୁ ନେଇ ଯଦି ଆପଣଙ୍କର ଭାଇ ମଧ୍ୟରେ ପଡ଼ୁନଥାନ୍ତି କିମ୍ବା ଆପଣଙ୍କର ଘର ମଧ୍ୟରେ କୌଣସି ପାଟିତୁଣ୍ଡ ହୋଇଥାଏ, ଦେଖିବେ ଆପଣଙ୍କର ସେଗୁଡ଼ିକ ସବୁ ସମାଧାନ ହୋଇଯିବ ଏବଂ ଆପଣଙ୍କର ଶତ୍ରୁ ପ୍ରାୟ ଆପଣଙ୍କ ଠାରୁ ଦୂରେଇ ଯିବେ। ଶତ୍ରୁଙ୍କର ଆପଣଙ୍କ ଉପରେ ଭୟ ଆସିଯିବ ଏବଂ ଶତ୍ରୁ ଆପଣଙ୍କ ଠାରୁ ଦୂରେଇ ଯିବେ। ଆପଣଙ୍କର ଲଭ୍ ଲାଇଫ୍ କ୍ଷେତ୍ରରେ, ପାରିବାରିକ କ୍ଷେତ୍ରରେ ଯେଉଁ ବାଦ ବିବାଦ ସୃଷ୍ଟି ହେଉଥିଲା, ଆପଣଙ୍କର ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହେଉ କିମ୍ବା ଆପଣଙ୍କର ଲଭ୍ ଲାଇଫ୍ କ୍ଷେତ୍ର ମଧ୍ୟରେ ହେଉ, ଆପଣ ଯେଉଁ ବାଦ ବିବାଦର ସମ୍ମୁଖୀନ ହେଉଥିଲେ କିମ୍ବା ପରସ୍ପର ମଧ୍ୟରେ ସମୟ ଦେଇପାରୁନଥିଲେ, ଦେଖିବେ ତାହା ଠିକ୍ ହୋଇଯିବ ଏବଂ ଆପଣଙ୍କ ମଧ୍ୟରେ ଭୁଲ ବୁଝାମଣା ସବୁ ଦୂରେଇ ଯିବ। ଆପଣଙ୍କ ପାଇଁ ଏହି 2026ଟି ବହୁତ ମାତ୍ରାରେ ଶୁଭ ରହିବ ଏବଂ ଅନୁକୂଳ ମଧ୍ୟ ରହିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଛା ରାଶିର ବ୍ୟକ୍ତିବିଶେଷଙ୍କର ଏହି ନୂତନ ବର୍ଷ 2026ରେ ଆପଣଙ୍କର ଇଷ୍ଟ ଦେବତା ହେଉଛନ୍ତି ମହାଦେବ। ତେଣୁ ଆପଣ ଯଦି ପାରୁଛନ୍ତି, ଯେକୌଣସି ସୋମବାର ଦିନ ହେଉ ଆମିଷ ଖାଇବା ବନ୍ଦ କରିଦିଅନ୍ତୁ। ସେହି ଦିନ ଆମିଷ ନ ଖାଇ ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ ଏବଂ ସେଠାରେ ମଧ୍ୟ ଜଳଶାୟୀ କରନ୍ତୁ, ବେଲପତ୍ର ମଧ୍ୟ ଚଢ଼ାନ୍ତୁ। ଦେଖିବେ ଆପଣଙ୍କର ବହୁତ ମାତ୍ରାରେ ମଙ୍ଗଳ ଘଟିବ ଏବଂ ଆପଣଙ୍କର ଯେଉଁ
ଯଦି ଆପଣଙ୍କୁ ସମୟ ହେଉଛି ତେବେ ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ। ତା ସହିତ ଆପଣ ହରେକୃଷ୍ଣ ମହାମନ୍ତ୍ର ମଧ୍ୟ ଜପ କରନ୍ତୁ। ଦେଖିବେ ଆପଣଙ୍କର ଅତ୍ୟନ୍ତ ଶୁଭ ହେବ ଏବଂ ଅତ୍ୟନ୍ତ ମଙ୍ଗଳ ହେବ। ତେବେ ଆପଣଙ୍କର ଯଦି ବିଛା ରାଶି ହୋଇଥାଏ ଏବଂ ଆପଣ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।